ଗୋଟିଏ ଜଙ୍ଗଲରେ ବଡ଼ ପୋଖରୀଟିଏ ଥାଏ। ଆଉ ସେ ପୋଖରୀ ପାଖରେ ଗୋଟିଏ ନିମ୍ବ ଗଛଟିଏ ଥାଏ। ସେଇ ନିମ୍ବ ଗଛରେ କିଛି କୋଇଲି ଆସି ନିମ୍ବ ଫଳ ଖାଉଥାନ୍ତି। ଦିନକର କଥା, ସେଇ ନିମ୍ବ ଗଛ ମୂଳକୁ ଗୋଟିଏ ମାଙ୍କଡ଼ ଆସିଲା। ଆଉ ସେ ଦେଖିଲା କୋଇଲି ମାନେ ନିମ୍ବ ଫଳ ଖାଉଛନ୍ତି। ଆରେ ଆରେ ଆରେ, ଏ କୋଇଲି ମାନେ କେତେ ମଜାରେ ନିମ୍ବ ଫଳ ଖାଉଛନ୍ତି। ଲାଗୁଛି ଏଇ ନିମ୍ବ ଫଳ ବହୁତ ମିଠା ହେଇଥିବ। ଯାଉଛି, ମୁଁ ବି ଏଇ ନିମ୍ବ ଫଳ ଖାଇବି। ମାଙ୍କଡ଼ଟି ନିମ୍ବ ଗଛ ଉପରକୁ ଉଠିଗଲା। ବାପରେ ବାପ, ଇଏ ତ ସାଂଘାତିକ ପିତା। ଏତେ ପିତା ଫଳ ମୋ ଜୀବନରେ ଖାଇ ନଥିଲି। ଏ କୋଇଲି ମାନେ ପିତା ଫଳ କେମିତି ଖାଉଛନ୍ତି? ଇହି, ଲାଗୁଛି କୋଇଲି ମାନେ ବାଧ୍ୟରେ ପିତା ଫଳ ଖାଉଛନ୍ତି। ଏମାନେ କେବେ ମିଠା ଫଳ ଖାଇନାହାନ୍ତି ବୋଧେ, ତାର ସ୍ୱାଦ ବି ଚାଖି ନାହାନ୍ତି। ଏଇ କଥା ଭାବି ମାଙ୍କଡ଼ଟି ସେଇ ଡାଳରେ ତାର ବସା ବାନ୍ଧି ନେଲା। କିଛି ଦିନ ପରେ ସେଇ ନିମ୍ବ ଗଛ ପାଖକୁ କୋଇଲି ମାନେ ଆସିଲେ। ଆଉ ମାଙ୍କଡ଼ଟି ସେମାନଙ୍କୁ ଅଟକାଇଲା ଆଉ କହିଲା, କଣ ହେଲା ମାଙ୍କଡ଼ ଭାଇ, ଆମ ମାନଙ୍କୁ ଅଟକେଇଲ କାହିଁକି? ଯାହା ହଉ ତମେ ମାନେ ଆସିଗଲ। ମୁଁ ତୁମ ମାନଙ୍କୁ ଅପେକ୍ଷା କରିଥିଲି। ହେଲେ କାହିଁକି ମାଙ୍କଡ଼ ଭାଇ? କଣ ଆମ ପାଖରେ ତମର କିଛି କାମ ଅଛି? କୁହ ମାଙ୍କଡ଼ ଭାଇ, ଆମେ ତମକୁ କି ସାହାଯ୍ୟ କରିବୁ? ଆରେ ନାଇଁ, ମତେ କାହିଁକି ତମେ ମାନେ ସାହାଯ୍ୟ କରିବ? ବରଂ ମୁଁ ତୁମ ମାନଙ୍କୁ ସାହାଯ୍ୟ କରିବି। ଆଚ୍ଛା, ମତେ କହିଲ, ତମେ ମାନେ ଏଇ ପିତା ନିମ୍ବ ଫଳ କେମିତି ଖାଉଛ? ତମେ ମାନେ ବୋଧେ ଜାଣିନାହଁ, ନଦୀ ଆର ପାଖ ଜଙ୍ଗଲରେ କେତେ ମିଠା ମିଠା ଫଳ ଗଛ ହେଇଛି। ତମେ ମାନେ ଆଜିଠୁ ପିତା ନିମ୍ବ ଫଳକୁ ଛାଡ଼ି ମିଠା ମିଠା ସୁସ୍ୱାଦୁ ଫଳ ଖାଇବା ଆରମ୍ଭ କର। ସେତିକି ବେଳେ କୋଇଲି ମାନଙ୍କ ମଧ୍ୟରୁ ଗୋଟିଏ କୋଇଲି କହିଲା, କିନ୍ତୁ ମାଙ୍କଡ଼ ଭାଇ, ଆମକୁ ଆମ ପୂର୍ବପୁରୁଷ ମାନେ ଆମକୁ ଏଇ ଫଳ ଖାଇବାକୁ କହିଦେଇ ଯାଇଛନ୍ତି। ତମ ପୂର୍ବପୁରୁଷ ମାନେ ବୋକା ଥିଲେ, ଆଉ ଏବେ ତମେ ମାନେ ବି ସେଇ ବୋକାମି କରୁଛ। ଲାଗୁଛି ମାଙ୍କଡ଼ ଭାଇ ଠିକ କଥା କହୁଛନ୍ତି। ଆମକୁ ଜଙ୍ଗଲର ଅନ୍ୟ ମିଠା ଫଳ ଗୁଡ଼ିକୁ ଆହାର କରିବାର ଅଛି। ମାଙ୍କଡ଼ର କଥା ମାନି କୋଇଲି ମାନେ ନିମ୍ବ ଫଳ ନ ଖାଇ ସେଠୁ ଚାଲିଯାଆନ୍ତି। କଣ ଲାଭ ଯଦି ମୋ ଭଳି ବୁଦ୍ଧିମାନ ମାଙ୍କଡ଼ ଏ ଜଙ୍ଗଲରେ ଥାଉ ଥାଉ ପଶୁ ପକ୍ଷୀ ମାନେ ଆହାର ନାମରେ ଏଇ ପିତା ନିମ୍ବ ଫଳ ଖାଇଲେ? ମାଙ୍କଡ଼ ଭାଇ, ତମେ କୋଇଲି ମାନଙ୍କୁ ମୋ ଫଳ ଖାଇବାକୁ କାହିଁକି ମନା କଲ? ଚୁପ୍ କର ମୂର୍ଖ ଗଛ। ପ୍ରଥମ କଥା, ତୁ ତ ଏତେ ପିତା ଫଳ ଦଉଛୁ, ଆଉ ତାପରେ ଏତେ କଥା କହୁଛୁ। ଏମିତି ସମୟ ବିତି ଚାଲେ। ଯିଏ ବି ସେ ନିମ୍ବ ଗଛ ପାଖକୁ ଫଳ ଖାଇବାକୁ ଆସେ, ମାଙ୍କଡ଼ ତାକୁ ପିତା ଫଳ କହି ସେଠୁ ପଳେଇ ଯିବାକୁ କହେ। କିଛି ଦିନ ପରେ ଜଙ୍ଗଲରେ ସବୁ ଗଛରେ ଫଳ ଧରିବା ବନ୍ଦ ହେଇଗଲା। ଆଉ ମାଙ୍କଡ଼ ଏ କଥା ଜାଣିବାକୁ ପାଇଲା। ହେ ଭଗବାନ, ଏସବୁ କଣ ହଉଛି? ଜଙ୍ଗଲର ସବୁ ଗଛରେ ଫଳ ଧରିବା ବନ୍ଦ ହେଇଯାଇଛି। ସେତିକି ବେଳେ ମାଙ୍କଡ଼ର କଥା ଶୁଣି ନିମ୍ବ ଗଛ କହିଲା, ହଁ, ଏଇଥର ତୁ ଠିକ କଥା କହିଛୁ। ମାଙ୍କଡ଼ ସଙ୍ଗେ ସଙ୍ଗ ଗଛ ଉପରକୁ ଚଢ଼ିଗଲା ଆଉ ବାଦଲକୁ ଡାକିଲା, ଓ ବାଦଲ ଭାଇ, କୁଆଡେ ଯାଉଛ? ଆରେ ଏଥର କଣ ଜଙ୍ଗଲରେ ବର୍ଷା ବର୍ଷେଇବନି? ବାଦଲ ଭାଇ, ପାଖକୁ ଆସ, ତମ ସହିତ କିଛି କଥା ଅଛି। ମାଙ୍କଡ଼ର କଥା ଶୁଣି ବାଦଲ ତା ପାଖକୁ ଗଲା। ମାଙ୍କଡ଼, ମୋ ଭିତରେ ତ ପୁରା ପାଣିର ଭଣ୍ଡାର ଅଛି, କିନ୍ତୁ ମୁଁ ଥରେ ମୟୂର ମାନଙ୍କର ନାଚ ଦେଖିବି। ସବୁଥର ମୟୂର ମାନେ ନାଚି ନାଚି ମତେ ଡାକନ୍ତି, ଆଉ ମୁଁ ସେମାନଙ୍କର ନାଚରେ ଖୁସି ହେଇ ଜଙ୍ଗଲରେ ବସିଯାଏ। ତା ମାନେ ଜଙ୍ଗଲର ମୟୂର ମାନେ ଯଦି ନ ନାଚି ଡାକନ୍ତି, ତାହେଲେ ତମେ ବର୍ଷିବନି? ହଁ, ମୟୂର ମାନଙ୍କର ନାଚରେ ଖୁସି ହେଇ ଜଙ୍ଗଲରେ ବସିଯାଏ। ହଁ, ଏବେ ଜଙ୍ଗଲରେ ଥିବା ମୟୂର ମାନଙ୍କର କଣ ହେଲା? ସେମାନେ ନାଚିବା କାହିଁକି ବନ୍ଦ କଲେ? ମତେ ସେମାନଙ୍କ ପାଖକୁ ଯାଇ ବୁଝେଇବାକୁ ପଡିବ। ତାପରେ ମାଙ୍କଡ଼ ମୟୂର ପାଖକୁ ଗଲା। ମାଙ୍କଡ଼ ଭାଇ,
ନାଚିବାକୁ ତ ଆମକୁ ବହୁତ ପସନ୍ଦ, ହେଲେ ଆମେ କ'ଣ କରିବା? ଆମ ଗୁଡ଼ ତ କୋଇଲି ମାନଙ୍କର ସୁରିଲା ଗୀତ ଶୁଣିଲେ ତାଳରେ ତାଳ ଦେଇ ଚାଲେ, ଆଉ ଆମେମାନେ ମନ ଖୋଲି ଆନନ୍ଦରେ ନାଚିଥାଉ। କିନ୍ତୁ ଏଇ କିଛି ଦିନ ହେବ କୋଇଲି ମାନେ ଗୀତ ଗାଇବା ବନ୍ଦ କରିଦେଇଛନ୍ତି। ତମ ସମସ୍ୟାର ସମାଧାନ ଏବେ କୋଇଲି ମାନେ ସମାଧାନ କରିପାରିବେ ମାଙ୍କଡ଼ ଭାଇ। ମାଙ୍କଡ଼ ସାଙ୍ଗେ ସାଙ୍ଗ କୋଇଲି ମାନଙ୍କ ପାଖକୁ ଚାଲି ଆସିଲା। ତମେ ମାନେ ଆଗ ଭଳି ଆଉ ସୁରିଲା ଗୀତରେ ଗାଉନ କାହିଁକି? ମାଙ୍କଡ଼ ଭାଇ, ତମ କଥା ମାନି ଆମେ ପିତା ଲିମ୍ବ ଫଳ ଖାଇବା ବନ୍ଦ କରିଦେଇଛେ, ଯାହା ଫଳରେ ଆମ ସ୍ୱର ବେସୁରା ହୋଇଯାଇଛି। ଆମକୁ ଆମ ପୂର୍ବପୁରୁଷ ମାନଙ୍କର କଥା ମାନିବାର ଥିଲା। ମତେ କ୍ଷମା କରିଦିଅ ତମେ ମାନେ। ଏସବୁ ସମସ୍ୟା ମୋ ପାଗଳାମୀ ପାଇଁ ହେଇଛି। ମୁଁ ତ ନିଜକୁ ଜଙ୍ଗଲରେ ସବୁଠାରୁ ବୁଦ୍ଧିମାନ ବୋଲି ଭାବୁଥିଲି, ଆଉ ସେଇଥିପାଇଁ ଗଛ କଥା ମାନି ନଥିଲି। ଏବେ ଯାଇ ଆମମାନଙ୍କୁ ଗଛ ପାଖରେ କ୍ଷମା ମାଗିବାକୁ ପଡ଼ିବ, ନହେଲେ ଧୀରେ ଧୀରେ ପୁରା ଜଙ୍ଗଲ ନଷ୍ଟ ହୋଇଯିବ। ଆଉ ସବୁ ଗଛ ପାଖରେ ଆସି କ୍ଷମା ମାଗିବାକୁ ଲାଗିଲେ। ଆଉ ତାପରେ ଗଛ କହିବା ଅନୁସାରେ ସବୁ ହେଲା। ଆଉ କିଛି ଦିନ ପରେ ଜଙ୍ଗଲରେ ବର୍ଷା ହେବା ଆରମ୍ଭ ହେଲା, ଆଉ ପୂର୍ବ ପରି ସବୁ ଠିକ ହେଇଗଲା। ଗୋଟିଏ ଜଙ୍ଗଲରେ ବଡ଼ ପୋଖରୀଟିଏ ଥାଏ, ଆଉ ସେ ପୋଖରୀ ପାଖରେ ଗୋଟିଏ ନିମ୍ବ ଗଛଟିଏ ଥାଏ। ସେଇ ନିମ୍ବ ଗଛରେ କିଛି କୋଇଲି ଆସି ନିମ୍ବ ଫଳ ଖାଉଥାନ୍ତି। ଦିନକର କଥା, ସେଇ ନିମ୍ବ ଗଛ ମୂଳକୁ ଗୋଟିଏ ମାଙ୍କଡ଼ ଆସିଲା, ଆଉ ସେ ଦେଖିଲା କୋଇଲି ମାନେ ନିମ୍ବ ଫଳ ଖାଉଛନ୍ତି। ଆରେ ଆରେ ଆରେ, ଏ କୋଇଲି ମାନେ କେତେ ମଜାରେ ନିମ୍ବ ଫଳ ଖାଉଛନ୍ତି। ଲାଗୁଛି ଏଇ ନିମ୍ବ ଫଳ ବହୁତ ମିଠା ହେଇଥିବ। ଯାଉଛି, ମୁଁ ବି ଏଇ ନିମ୍ବ ଫଳ ଖାଇବି। ମାଙ୍କଡ଼ଟି ନିମ୍ବ ଗଛ ଉପରକୁ ଉଠିଗଲା। ବାପରେ ବାପ, ଇଏ ତ ସାଂଘାତିକ ପିତା। ଏତେ ପିତା ଫଳ ମୋ ଜୀବନରେ ଖାଇନଥିଲି। ଏ କୋଇଲି ମାନେ ପିତା ଫଳ କେମିତି ଖାଉଛନ୍ତି? ଇହି, ଲାଗୁଛି କୋଇଲି ମାନେ ବାଧ୍ୟରେ ପିତା ଫଳ ଖାଉଛନ୍ତି। ଏମାନେ କେବେ ମିଠା ଫଳ ଖାଇନାହାନ୍ତି ବୋଧେ, ତାର ସ୍ୱାଦ ବି ଚାଖି ନାହାନ୍ତି। ଏଇ କଥା ଭାବି ମାଙ୍କଡ଼ଟି ସେଇ ଡାଳରେ ତାର ବସା ବାନ୍ଧି ନେଲା। କିଛି ଦିନ ପରେ ସେଇ ନିମ୍ବ ଗଛ ପାଖକୁ କୋଇଲି ମାନେ ଆସିଲେ, ଆଉ ମାଙ୍କଡ଼ଟି ସେମାନଙ୍କୁ ଅଟକାଇଲା ଆଉ କହିଲା, କ'ଣ ହେଲା ମାଙ୍କଡ଼ ଭାଇ, ଆମମାନଙ୍କୁ ଅଟକେଇଲ କାହିଁକି? ଯାହା ହଉ ତମେ ମାନେ ଆସିଗଲ। ମୁଁ ତୁମ ମାନଙ୍କୁ ଅପେକ୍ଷା କରିଥିଲି। ହେଲେ କାହିଁକି ମାଙ୍କଡ଼ ଭାଇ? କ'ଣ ଆମ ପାଖରେ ତମର କିଛି କାମ ଅଛି? କୁହ ମାଙ୍କଡ଼ ଭାଇ, ଆମେ ତମକୁ କି ସାହାଯ୍ୟ କରିବୁ? ଆରେ ନାଇଁ, ମତେ କାହିଁକି ତମେ ମାନେ ସାହାଯ୍ୟ କରିବ? ବରଂ ମୁଁ ତୁମ ମାନଙ୍କୁ ସାହାଯ୍ୟ କରିବି। ଆଚ୍ଛା, ମତେ କହିଲ, ତମେ ମାନେ ଏଇ ପିତା ନିମ୍ବ ଫଳ କେମିତି ଖାଉଛ? ତମେ ମାନେ ବୋଧେ ଜାଣିନାହଁ, ନଦୀ ଆର ପାଖ ଜଙ୍ଗଲରେ କେତେ ମିଠା ମିଠା ଫଳ ଗଛ ହେଇଛି। ତମେ ମାନେ ଆଜିଠୁ ପିତା ନିମ୍ବ ଫଳକୁ ଛାଡି ମିଠା ମିଠା ସୁସ୍ୱାଦୁ ଫଳ ଖାଇବା ଆରମ୍ଭ କର। ସେତିକି ବେଳେ କୋଇଲି ମାନଙ୍କ ମଧ୍ୟରୁ ଗୋଟିଏ କୋଇଲି କହିଲା, କିନ୍ତୁ ମାଙ୍କଡ଼ ଭାଇ, ଆମକୁ ଆମ ପୂର୍ବପୁରୁଷ ମାନେ ଆମକୁ ଏଇ ଫଳ ଖାଇବାକୁ କହିଦେଇ ଯାଇଛନ୍ତି। ତମ ପୂର୍ବପୁରୁଷ ମାନେ ବୋକା ଥିଲେ, ଆଉ ଏବେ ତମେ ମାନେ ବି ସେଇ ବୋକାମି କରୁଛ। ଲାଗୁଛି ମାଙ୍କଡ଼ ଭାଇ ଠିକ କଥା କହୁଛନ୍ତି। ଆମକୁ ଜଙ୍ଗଲର ଅନ୍ୟ ମିଠା ଫଳ ଗୁଡ଼ିକୁ ଆହାର କରିବାର ଅଛି। ମାଙ୍କଡ଼ର କଥା ମାନି କୋଇଲି ମାନେ ନିମ୍ବ ଫଳ ନ ଖାଇ ସେଠୁ ଚାଲିଯାଆନ୍ତି।
କଣ ଲାଭ ଯଦି ମୋ ଭଳି ବୁଦ୍ଧିମାନ ମାଙ୍କଡ ଏ ଜଙ୍ଗଲରେ ଥାଉ ଥାଉ ପଶୁ ପକ୍ଷୀ ମାନେ ଆହାର ନାମରେ ଏଇ ପିତା ନିମ୍ବ ଫଳ ଖାଇଲେ। ମାଙ୍କଡ ଭାଇ, ତମେ କୋଇଲି ମାନଙ୍କୁ ମୋ ଫଳ ଖାଇବାକୁ କାହିଁକି ମନା କଲ? ଚୁପ୍ କର ମୂର୍ଖ ଗଛ। ପ୍ରଥମ କଥା, ତୁ ତ ଏତେ ପିତା ଫଳ ଦଉଛୁ ଆଉ ତାପରେ ଏତେ କଥା କହୁଛୁ। ଏମିତି ସମୟ ବିତି ଚାଲେ। ଯିଏ ବି ସେ ନିମ୍ବ ଗଛ ପାଖକୁ ଫଳ ଖାଇବାକୁ ଆସେ, ମାଙ୍କଡ ତାକୁ ପିତା ଫଳ କହି ସେଠୁ ପଳେଇ ଯିବାକୁ କହେ। କିଛି ଦିନ ପରେ ଜଙ୍ଗଲରେ ସବୁ ଗଛରେ ଫଳ ଧରିବା ବନ୍ଦ ହେଇଗଲା ଆଉ ମାଙ୍କଡ ଏ କଥା ଜାଣିବାକୁ ପାଇଲା। ହେ ଭଗବାନ, ଏସବୁ କଣ ହଉଛି? ଜଙ୍ଗଲରେ ସବୁ ଗଛରେ ଫଳ ଧରିବା ବନ୍ଦ ହେଇଯାଇଛି। ସେତିକି ବେଳେ ମାଙ୍କଡର କଥା ଶୁଣି ନିମ୍ବ ଗଛ କହିଲା, ହଁ, ଏଇଥର ତୁ ଠିକ କଥା କହିଛୁ। ମାଙ୍କଡ ସଙ୍ଗେ ସଙ୍ଗ ଗଛ ଉପରକୁ ଚଢିଗଲା ଆଉ ବାଦଲକୁ ଡାକିଲା। ଓ ବାଦଲ ଭାଇ, କୁଆଡେ ଯାଉଛ? ଆରେ ଏଥର କଣ ଜଙ୍ଗଲରେ ବର୍ଷା ବର୍ଷେଇବନି? ବାଦଲ ଭାଇ ପାଖକୁ ଆସ, ତମ ସହିତ କିଛି କଥା ଅଛି। ମାଙ୍କଡର କଥା ଶୁଣି ବାଦଲ ତା ପାଖକୁ ଗଲା। ମାଙ୍କଡ, ମୋ ଭିତରେ ତ ପୁରା ପାଣିର ଭଣ୍ଡାର ଅଛି, କିନ୍ତୁ ମୁଁ ଥରେ ମୟୂର ମାନଙ୍କର ନାଚ ଦେଖିବି। ସବୁଥର ମୟୂର ମାନେ ନାଚି ନାଚି ମତେ ଡାକନ୍ତି ଆଉ ମୁଁ ସେମାନଙ୍କର ନାଚରେ ଖୁସି ହେଇ ଜଙ୍ଗଲରେ ବସିଯାଏ। ତା ମାନେ ଜଙ୍ଗଲର ମୟୂର ମାନେ ଯଦି ନ ନାଚି ଡାକନ୍ତି ତାହେଲେ ତମେ ବର୍ଷିବନି? ହଁ, ମୟୂର ମାନଙ୍କର ନାଚରେ ଖୁସି ହେଇ ଜଙ୍ଗଲରେ ବସିଯାଏ। ହଁ, ଏବେ ଜଙ୍ଗଲରେ ଥିବା ମୟୂର ମାନଙ୍କର କଣ ହେଲା? ସେମାନେ ନାଚିବା କାହିଁକି ବନ୍ଦ କଲେ? ମତେ ସେମାନଙ୍କ ପାଖକୁ ଯାଇ ବୁଝେଇବାକୁ ପଡିବ। ତାପରେ ମାଙ୍କଡ ମୟୂର ପାଖକୁ ଗଲା। ମାଙ୍କଡ ଭାଇ, ନାଚିବାକୁ ତ ଆମକୁ ବହୁତ ପସନ୍ଦ, ହେଲେ ଆମେ କଣ କରିବା? ଆମ ଗୁଡ ତ କୋଇଲି ମାନଙ୍କର ସୁରିଲା ଗୀତ ଶୁଣିଲେ ତାଳରେ ତାଳ ଦେଇ ଚାଲେ ଆଉ ଆମେମାନେ ମନ ଖୋଲି ଆନନ୍ଦରେ ନାଚିଥାଉ। କିନ୍ତୁ ଏଇ କିଛି ଦିନ ହେବ କୋଇଲି ମାନେ ଗୀତ ଗାଇବା ବନ୍ଦ କରିଦେଇଛନ୍ତି। ତମ ସମସ୍ୟାର ସମାଧାନ ଏବେ କୋଇଲି ମାନେ ସମାଧାନ କରିପାରିବେ ମାଙ୍କଡ ଭାଇ। ମାଙ୍କଡ ସାଙ୍ଗେ ସାଙ୍ଗ କୋଇଲି ମାନଙ୍କ ପାଖକୁ ଚାଲି ଆସିଲା। ତମେ ମାନେ ଆଗ ଭଳି ଆଉ ସୁରିଲା ଗୀତରେ ଗାଉନ କାହିଁକି?